କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ବଡ଼ବିଲ ନଗର କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବଡ଼ବିଲ ପୌରାଞ୍ଚଳ ଠାରେ ଥିବା ବଡ଼ବିଲ ବିକାଶ ମହଲ ସଭାଗୃହରେ ବଡ଼ବିଲ ନଗର କଂଗ୍ରେସ ସଭାପତି ଅମିତ ମହାନ୍ତଙ୍କ ନେତୃତ୍ୱରେ ଏହି କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଯଶବନ୍ତ ନାରାୟଣ ସିଂ ଲାଗୁରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଭାର ଅଧ୍ୟକ୍ଷତା କରିଥିବା ବେଳେ ବଡ଼ବିଲ ନଗର କଂଗ୍ରେସ ବରିଷ୍ଠ କର୍ମୀ ତଥା ପୂର୍ବତନ ପିସିସି ମେମ୍ବର ଅଶୋକ ଠକ୍କର, ପୂର୍ବତନ ନଗର ସଭାପତି ତଥା କେନ୍ଦୁଝର ସାଧାରଣ କମିଟି ସମ୍ପାଦକ ବିଜୟ ସ୍ୱାଇଁ, ପଛୁଆବର୍ଗ ଚେୟାରମ୍ୟାନ ଯଦୁମଣି ବାରିକ, ଯୁବ ଉଦୀୟମାନ ନେତା ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଗିରିପ୍ରିୟ ଉମାଶଙ୍କର ସାହୁ, ଏମଡି ହମିଦ ଓ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। କିପରି ଦଳକୁ ସୁସଂଗଠିତ କରି ଆଗାମୀ ଦିନରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଦଳ କ୍ଷମତାକୁ ଫେରିବ ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଶ୍ରୀ ଲାଗୁରି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ସମସ୍ତ ବରିଷ୍ଠ କର୍ମୀ ଓ ସାଧାରଣ କର୍ମୀମାନେ ଏହି ସମ୍ମିଳନୀରେ ନିଜ ନିଜର ମତ ରଖିଥିଲେ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ, ସ୍ୱପ୍ନା ଲାଇଭ।